ବନ୍ଦେ ପୁରୁଷୋତ୍ତମମ୍। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀ ଚରଣରେ ମୋର ଭୂମିଷ୍ଠ ପ୍ରଣାମ। ପରମାରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ପିତୃଦେବ ଏବଂ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶ୍ରୀ ଚରଣରେ ମୋର ଭୂମିଷ୍ଠ ପ୍ରଣାମ। ସମସ୍ତ ଦାଦା ଓ ମା ମାନଙ୍କୁ ମୋର ଆନ୍ତରିକ ଆନନ୍ଦିତ ଜୟ ଗୁରୁ। ଆଶା କରେ ସମସ୍ତେ ଭଲରେ ଅଛନ୍ତି ଏବଂ ଭଲରେ ରହିବେ, ସୁସ୍ଥ ରହିବେ, ଆନନ୍ଦରେ ରହିବେ ପରମ ପ୍ରେମମୟଙ୍କୁ ନେଇକି। ଆଜି ସତ୍ୟାନୁସରଣର ଆଉ ଗୋଟେ ବାଣୀ ପାଠ କରି ଆପଣମାନଙ୍କ ସମ୍ମୁଖରେ ତୋଳି ଧରିବି ତାର ଜିଷ୍ଟାକୁ, ସାରାଂଶଟାକୁ, କଥାଟାକୁ। କ'ଣ ଠାକୁର କହିବାକୁ ଚାହୁଁଛନ୍ତି, ତାଙ୍କର ଏହି କଥା ଭିତରେ କ'ଣ ଉଦ୍ଦେଶ୍ୟ ଅଛି, এই কথাটাକୁ ପ୍ରସ୍ତୁତ କରିବାକୁ ହେଲେ ଯେଉଁ ବାଣୀଟି ପାଠ କରିବି ସେହି ବାଣୀରେ ଆଜି ଆମେ ଜାଣିବୁ ଯେ କୌଣସି କାର୍ଯ୍ୟକୁ ସର୍ବାଙ୍ଗ ସୁନ୍ଦର ଭାବରେ କିପରି ଭାବରେ କରିପାରିବୁ ଏବଂ ଦ୍ରୁତ ଗତିରେ କୌଣସି କାର୍ଯ୍ୟକୁ କିପରି ସମ୍ପନ୍ନ କରାଯାଇପାରିବ, ଏହି ବିଷୟରେ ଆଜି ଆଲୋଚନା କରାଯିବ। ତ ଏହି ବାଣୀଟି ପାଠ କରିବା ପୂର୍ବରୁ ମୁଁ ଏହାର ପୂର୍ବବର୍ତ୍ତୀ ବାଣୀଟିକୁ ଟିକେ ପୁନରାବୃତ୍ତି କରିବାକୁ ଚାହୁଁଛି, କାରଣ ଏ ପୂର୍ବ ବାଣୀଟିକୁ ଧରି ସୂତ୍ର ଧରିକି ତାର ସୂତ୍ର ଧରିକି ପରବର୍ତ୍ତୀ ବାଣୀଟି ଆସୁଛି। ଆଉ ଏହା ବିଷୟରେ ମଧ୍ୟ ଗୋଟିଏ ଭିଡ଼ିଓ ତିଆରି କରିଛି, ଅତି ଗୁରୁତ୍ୱପୂର୍ଣ୍ଣ, ଯାହାକି ଆମର ବ୍ୟକ୍ତିତ୍ୱ ନିର୍ମାଣରେ ଅତି ପ୍ରୟୋଜନୀୟ। ସେ ବାଣୀଟି ଥିଲା, ଧୀର ହୁଅ ତା ବୋଲି ଅଳସୁଆ ଦୀର୍ଘସୂତ୍ରୀ ହୁଅ ନାହିଁ। এই ଧୀର ହୁଅ ଅର୍ଥାତ୍ ସ୍ଥିର ହେବା। ଆଉ এই ସ୍ଥିର ହେବାର ଅର୍ଥ ଅଳସୁଆ ନୁହଁ, ଦୀର୍ଘସୂତ୍ରୀ ହେବା ନୁହଁ। ପୁଣି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର ସବୁ ପଟ ଠାକୁର କହୁଛନ୍ତି, ଗୁରୁଙ୍କୁ ବୁଝିବାକୁ ହେଲେ ଯେପରି ମାଛକୁ ଫ୍ରାଏ କରିବାକୁ ଗଲେ ଏପଟ ସେପଟ ଓଲଟ ପାଲଟ କରିକି ତାକୁ ସୁନ୍ଦର କରିକି ଭାଜିବାକୁ ନହେଲେ ହୁଏ, ନହେଲେ ତାହା କଞ୍ଚା ରହିଯାଏ। ଠିକ୍ ସେହିଭଳି ଗୁରୁଙ୍କୁ ବୁଝିବାକୁ ଗଲେ ତାଙ୍କର ଏପଟ ସେପଟ ସବୁ କିଛିକୁ ଓଲଟ ପାଲଟ କରିକି ଦେଖିବାକୁ ହୁଏ, ନହେଲେ ଗୁରୁଙ୍କୁ ବୁଝିବା ଏତେ ସହଜ ସାଧ୍ୟ ହୁଏ ନାହିଁ, ବୋଧଗମ୍ୟ ହୁଏନି ଗୁରୁ। ଠିକ୍ ସେହିଭଳି କୌଣସି କାର୍ଯ୍ୟ କରିବାକୁ ଗଲେ ତାର ଏପଟ ସେପଟ, ଠିକ୍ ଯେମିତି ଠାକୁର ଧୀର ସ୍ଥିର ହେବାକୁ କହୁଛନ୍ତି କିନ୍ତୁ ଅଳସୁଆ ହେବାକୁ ମନା କରୁଛନ୍ତି, ସାବଧାନ କରୁଛନ୍ତି, ଦୀର୍ଘସୂତ୍ରୀ ହେବାକୁ ମନା କରୁଛନ୍ତି। ଆଉ ଯାହାଦ୍ୱାରା ଆମେ କାର୍ଯ୍ୟ ସିଦ୍ଧି ଲାଭ କରିପାରୁନୁ, ଅକୃତକାର୍ଯ୍ୟତା ଆମ ହାତରେ ଆସୁଛି, ପାଉଛୁ, ଯଦି ଆମେ ଧୀର ହୋଇ ଅଳସୁଆ ହେଇଯାଉଛୁ। ତେଣୁ ପୁଣି କହୁଛନ୍ତି ସ୍ଥିର ହୋଇ ହେବା ଅର୍ଥ ଅଳସୁଆ ହେବାନି। ପୁଣି କହୁଛନ୍ତି କ୍ଷିପ୍ର ହୁଅ, ଆଜିର ବାଣୀ, କ୍ଷିପ୍ର ହୁଅ କିନ୍ତୁ ଅଧୀର ହୋଇ ବିରକ୍ତିକୁ ଡାକି ଆଣି ସବୁ ନଷ୍ଟ କରି ପକାଅ ନାହିଁ। ଦେଖିବେ, ଏଇ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ଷେତ୍ରରେ କାମ କଲା ବେଳକୁ ଅନେକ ଲୋକ ଅଛନ୍ତି ଆମମାନଙ୍କ ଭିତରେ, ଯେଉଁମାନେ ଏଇଟା କରିବି ସେଇଟା କରିବି ଏମିତି ସେମିତି ଖାଲି ଧା ଦୌଡ଼ କରୁଛନ୍ତି। ମୋର ମଧ୍ୟ ଏଇ ଅଭ୍ୟାସଟା ଥିଲା, ଅତି ମାତ୍ରାରେ ଥିଲା, କିନ୍ତୁ ଧୀରେ ଧୀରେ ଠାକୁରଙ୍କୁ ଧରି ଠାକୁରଙ୍କ ଦ୍ୱାରା ସେଟାକୁ ଧୀର ସ୍ଥିର ହେବାକୁ ଚେଷ୍ଟା କରୁଛି। ତ ଆଜିର ବାଣୀରେ ସେଇ କଥାଟି କହୁଛନ୍ତି, କ୍ଷିପ୍ର ହୁଅ ମାନେ ଏଇଟା କରିଦେବି ସେଇଟା କରିଦେବି, ଫଟାଫଟ ସବୁ କରିଦେବି, କିନ୍ତୁ ଗୋଟେ ପ୍ରୋସେସରେ ଯୋଉଟା ଯାହା ପରେ ଷ୍ଟେପ୍ ବାଇ ଷ୍ଟେପ୍ କରିବାଟା, ସ୍ଥିର ହୋଇକରି କରିବାଟା, ଏଇଟା ସମ୍ଭବ ହୋଇ ଉଠେନି। ଆଉ ଯାହାଦ୍ୱାରା କି କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ସମ୍ପନ୍ନ ହୁଏ ନାହିଁ, ତାହା ପଣ୍ଡ ହୋଇଯାଏ, ନଷ୍ଟ ହୋଇଯାଏ, କୌଣସି କାର୍ଯ୍ୟ ଠିକ୍ ଭାବରେ ସମ୍ପୂର୍ଣ୍ଣ ହୋଇପାରେନି। ଏମିତି ଦେଖିବାକୁ ମିଳେ ଅନେକ କ୍ଷେତ୍ରରେ। ତେଣୁ ଆଜିର ବାଣୀଟି ହେଉଛି, କ୍ଷିପ୍ର ହୁଅ କିନ୍ତୁ ଅଧୀର ହୋଇ ବିରକ୍ତିକୁ ଡାକି ଆଣି ସବୁ ନଷ୍ଟ କରି ପକାଅ ନାହିଁ। ଏହି ବିଷୟରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ପିତୃଦେବ ଇଷ୍ଟ ପ୍ରସଙ୍ଗରେ ଯାହା କହିଛନ୍ତି ସେହି କଥାଗୁଡ଼ିକୁ ଆପଣମାନଙ୍କ ସାମ୍ନାରେ ତୋଳି ଧରିବି। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ପିତୃଦେବ ବାଣୀଟି ପାଠ ହେଲା ପରେ ଶାଶ୍ୱତୀ ମାଙ୍କୁ ଆଲୋଚନା କରିବା ପାଇଁ କହିଲେ। ଶାଶ୍ୱତୀ ମା କହୁଛନ୍ତି, ମୁଁ ଗୋଟେ କାମ କରୁଛି,
ମୁଁ ଗୋଟେ କାମ କରୁଅଛି, କାମଟା କରିବାକୁ ଯାଇ ପିତୃଦେବ ପୁଣି ପଚାରିଲେ, କି କାମ କରୁଛ ସେଇଟା କୁହ। ଶାଶ୍ୱତୀ ମା କହୁଛନ୍ତି, ମୁଁ ଗୋଟେ ସାର୍ଟ ଜାମା ସିଲେଇ କରୁଛି, ଖୁବ୍ ଶୀଘ୍ର କରିବା ପାଇଁ ଚେଷ୍ଟା କରୁଛି, କିନ୍ତୁ ସମୟ ଲାଗୁଛି। ଶୀଘ୍ର କରିବାଟା ଆଉ ସମ୍ଭବ ହେଇ ଉଠୁନି। ଏହା ଦେଖି ଅଧୀର ହୋଇ ପଡୁଛି, କାହିଁକି ମୁଁ ଶୀଘ୍ର କରିପାରୁନି। ବିରକ୍ତି ଆସୁଛି, ତାହା ଫଳରେ ସାର୍ଟଟି ସିଲେଇବାଟା ଯେମିତି ଭାବରେ ସିଲେଇବାର ଥିଲା ସେମିତି ଭାବରେ ସିଲେଇ ପାରିଲେନି, ନଷ୍ଟ ହେଇଗଲା। ଶ୍ରୀ ପିତୃଦେବ କହୁଛନ୍ତି, ସେଇଠି ଉପସ୍ଥିତ ଦାଦା ଓ ମା ମାନଙ୍କ ଆଡକୁ ଦୃଷ୍ଟି ଦେଇ କହୁଛନ୍ତି, କଣ ଠିକ ଅଛି କି? ଶୀଘ୍ର କରିବାଟା ଅତି ପ୍ରয়োଜନ, ଶୀଘ୍ର କରିବାକୁ ହିଁ ପଡିବ, ଏହା ଠିକ କଥା। କିନ୍ତୁ କାର୍ଯ୍ୟଟି ଯେପରି ସର୍ବାଙ୍ଗ ସୁନ୍ଦର ହବ ସେହି ଦିଗରେ ଦୃଷ୍ଟି ରଖିବାକୁ ହୁଏ। ଶୀଘ୍ର କରିବାକୁ ଯାଇ ତଡ଼ିତ୍ ବେଗରେ କରିବାକୁ ଯାଇ ଯଦି ଅଧୀର ହୋଇପଡ଼େ ଅର୍ଥାତ୍ ଅସ୍ଥିର ହୋଇପଡ଼େ, ହେଲେ ବିରକ୍ତି ଆସି ପଡ଼ିବ। ତେବେ ସେତେବେଳେ ସବୁ ନଷ୍ଟ ହୋଇଯିବ। ସମ୍ମୁଖରେ ଥିବା ସମସ୍ତଙ୍କ ଆଡ଼କୁ ଅନେଇ କହିଲେ, ଭଲ ହିଁ କହିଛନ୍ତି ନୁହଁ ଶାଶ୍ୱତୀ ଭଲ କହିଛନ୍ତି। କଣ କହୁଛୁ? ଗୁରୁ କିଙ୍କରିତା କହୁଛନ୍ତି, ଆଜ୍ଞା ହଁ ଠିକ ହିଁ କହିଛନ୍ତି। ସୁରେନ୍ଦ୍ର କହୁଛନ୍ତି, କ୍ଷିପ୍ର ହେବାଟା କିପରି ହେବା ଅର୍ଥାତ୍ ତୀବ୍ର ଗତିରେ କିପରି କାର୍ଯ୍ୟକୁ ସାଧନ କରିବା। ଶ୍ରୀ ପିତୃଦେବ ସୁରେନ୍ଦ୍ରଙ୍କ ଆଡ଼କୁ ଦେଖି କହୁଛନ୍ତି, ଯିଏ ଶୀଘ୍ର କାମ କରିପାରେ ସିଏ ତାକୁ ହିଁ କ୍ଷିପ୍ର ବୋଲିକି କୁହାଯାଏ। ଯିଏ ଶୀଘ୍ର କାମକୁ ସମ୍ପୂର୍ଣ୍ଣ କରିପାରେ ତାଙ୍କୁ ହିଁ କ୍ଷିପ୍ର କୁହାଯାଏ। ସତୀଶଦା କହୁଛନ୍ତି, କ୍ଷିପ୍ର ହେଲେ ଧୀର ତ ହେଇପାରେ। ଶ୍ରୀ ପିତୃଦେବ କହୁଛନ୍ତି, ଯିଏ ଯେତେ ଗଭୀର ଭାବରେ କାର୍ଯ୍ୟରେ ମନୋନିବେଶ କରେ ତାର କ୍ଷିପ୍ରତା ସେତେ ଅଧିକ ହୁଏ, ବୁଝି ହୁଏ ନାହିଁ। ତେଣୁ ଏହି କଥାଟାକୁ ବୁଝାଇବା ପାଇଁ ଶ୍ରୀ ପିତୃଦେବ ଟାଟାନଗରର ଗୋଟିଏ ଡାଇନାମାର ଉଦାହରଣ ଦେଇ କହିଲେ ଯେ ଟାଟାନଗରରେ ଗୋଟିଏ ଡାଇନାମା ଥିଲା। ସେଇ ଡାଇନାମାଟା ଏତେ ଜୋରରେ ବୁଲୁଛି, ଏତେ ସ୍ପିଡରେ, ଏତେ ଦ୍ରୁତ ଗତିରେ ବୁଲୁଛି ଯେ ମନେ ହୁଏ ତାହା ସ୍ଥିର ଅଛି। କେତେ ଲୋକ ଏହି ଡାଇନାମାଟାକୁ ହିଁ ଦେଖିବା ପାଇଁ ସେଠି ଯାଆନ୍ତି। କିଛି କ୍ଷଣ ନୀରବ ରହି ପୁଣି କହିଲେ ଯେ କ୍ଷିପ୍ର ହେବାକୁ ହୁଏ ଅର୍ଥାତ୍ ଦ୍ରୁତ ଫାଷ୍ଟ ସ୍ପିଡ ହେବାକୁ ହୁଏ, ତା ବୋଲି ଅଧୀର ହୋଇ ପଡ଼ିଲେ ଅସୁବିଧା, ଅଧୀର ହେବାକୁ ହବ ନାହିଁ। ଯେତେ ଦ୍ରୁତ ଗଲେ ମଧ୍ୟ ଅଧୀର ହୋଇ ତାହାଠାରୁ ଅଧିକ ଯେତେ ଦ୍ରୁତରେ ବା ଯେତେ ଫାଷ୍ଟ କାମଟି କରିବା ସମ୍ଭବ କରି ହୁଏ, ତାଠାରୁ ଅଧିକ ଦ୍ରୁତ କରିବାକୁ ଯାଇ ଆମେ କଣ କରୁଛୁ ନା ସିଦ୍ଧିର ଅର୍ଥାତ୍ ସେ କାମରେ ସିଦ୍ଧି ଲାଭ କରିବାର ଅନ୍ତରାୟ ସୃଷ୍ଟି କରି ପକାଉଛୁ, ଯାହାଫଳରେ କାର୍ଯ୍ୟଟି ଭ୍ରଷ୍ଟ ହେଇଯାଉଛି। ତେଣୁକରି ଯେ ଆମେ ଯେତିକି ଦ୍ରୁତରେ ଗଲେ କାର୍ଯ୍ୟଟି ସିଦ୍ଧ ହେବ। ଯେପରି ଆମେ ଦେଓଘରରେ ଯାଇଛୁ, ମୁଁ ମଧ୍ୟ ଯାଇଛି ଏବଂ ଅନେକ ଭକ୍ତମାନେ ଯାଇଛନ୍ତି, ଅନେକ ଗୁରୁ ଭାଇମାନେ ଯାଇଛନ୍ତି। ମୁଁ ପିତୃଦେବ ଯେତେବେଳେ ଥିଲେ ସେତେବେଳେ ମଧ୍ୟ ମୁଁ ଠାକୁରବାଡ଼ି ଯାଇଛି। ମୁଁ ସେତେବେଳେ ଛୋଟ ପିଲା ଥାଏ, ତ ମୋର ଇଚ୍ଛା ରହେ ଯେ ପିତୃଦେବଙ୍କ ସହିତ ମୁଁ ସେଇ ପ୍ରାର୍ଥନା ମଣ୍ଡପରୁ ମୁଁ ତାଙ୍କର ଫିଲାନ୍ଥ୍ରୋପି ଅଫିସ୍ ସେଇ ଘର ପର୍ଯ୍ୟନ୍ତ ଯିବି। ତ ମୁଁ ସମସ୍ତଙ୍କ ମଝିରେ ଫାଙ୍କା ଦେଇକରି ଆଗକୁ ବଢ଼ିଯାଏ।
ଯେତେବେଳେ ତାଙ୍କ ପାଖରେ ପହଞ୍ଚେ ସେତେବେଳେ ମନେ ହେଉଛି ସେ ଧୀରେ ଧୀରେ ଚାଲୁଛନ୍ତି ଆରାମରେ ଚାଲୁଛନ୍ତି, କିନ୍ତୁ ମୁଁ କାହିଁକି ଦୌଡ଼ୁଛି ବୁଝିପାରୁନି। ଅର୍ଥାତ୍ ତାଙ୍କର ଚାଲିବାର ଢଙ୍ଗ, ଚାଲିବାର କାଇଦା ଏତେ ସାବଳୀଳ, ଏତେ ସର୍ବାଙ୍ଗ ସୁନ୍ଦର ଯେ ସେ ଦ୍ରୁତ ଗତିରେ ଯାଉଛନ୍ତି, ଜଣାକା ପଡ଼ୁନି। ମନେ କରନ୍ତୁ ଶ୍ରୀ ଶ୍ରୀ ପିତୃଦେବ ଯେତେବେଳେ ପ୍ରାର୍ଥନାରେ ଆସିବା ପାଇଁ ବାହାରନ୍ତି ସେତେବେଳେ ଠିକ୍ ଟାଇମ୍ ଦେଖିକି ବାହାରନ୍ତି। ଏମିତି ବି ଶୁଣାଯାଏ ଯେ ଶ୍ରୀ ଶ୍ରୀ ପିତୃଦେବଙ୍କ ଯିବାକୁ ଦେଖିକି, ଯିବା ଆସିବା ଦେଖିକି ଅନେକ ଲୋକ ଘଡ଼ିରେ ଚାବି ଦେଉଥିଲେ। ଅର୍ଥାତ୍ ସେତେବେଳେ ତ ବ୍ୟାଟେରୀ ଘଡ଼ି ନଥିଲା, ସେତେବେଳେ ଚାବି ଦେବାକୁ ପଡ଼ୁଥିଲା ପ୍ରତିଦିନ 24 ଘଣ୍ଟାରେ ଥରେ। ସେଇ ଚାବି ଦେଉଥିଲେ। ଅର୍ଥାତ୍ ସେ ଏତେ ସମୟାନୁବର୍ତ୍ତିତ ଥିଲେ, ଆଉ ସେ ଏତେ ଦ୍ରୁତ ଚାଲୁଥିଲେ ଯେ ତାଙ୍କ ପଛରେ ଯେଉଁମାନେ ରହୁଥିଲେ ସେମାନେ ଦୌଡ଼ୁଥିଲେ, ଯେମିତି ଗୋଟେ ଦ୍ରୁତ ବାତ୍ୟା ଆଗେଇ ଚାଲିଛି। ତ କିନ୍ତୁ ତାଙ୍କୁ ଦେଖିଲେ କେତେବେଳେ ମଧ୍ୟ ଜଣାପଡ଼ୁନଥିଲା ଯେ ସେ ଦ୍ରୁତ ଗତିରେ ଚାଲୁଛନ୍ତି। ଇଏ ହେଉଛି ଗୋଟେ ଉଦାହରଣ, ସୁନ୍ଦର ଉଦାହରଣ। ଠିକ୍ ଡାୟମୋନାମଟି ଦେଖିଲେ ସ୍ଥିର ଜଣାପଡ଼େ। ଆମେମାନେ ଲକ୍ଷ୍ୟ କରିଥିବୁ ଆମ ଘରମାନଙ୍କରେ ଯେଉଁ ଟେବୁଲ ଫ୍ୟାନ୍ ଗୁଡ଼ାକ ଥାଏ ଛୋଟ ଛୋଟ, ସେଗୁଡ଼ିକ ବହୁତ ଦ୍ରୁତ ଗତିରେ ଘୁରେ। ତାକୁ ଦେଖିଲେ ମୋତେ ଜଣାପଡ଼ୁନି ଯେ ସେଟା ବୁଲୁଛି କି ନାହିଁ, ସ୍ଥିର। ସେମିତି ସର୍ଜିକାଲ ଷ୍ଟ୍ରାଇକ୍ର ଯେଉଁ ଆଜିକାଲି ଯେଉଁ କ୍ୟାମେରା ବାହାରିଛି, ସର୍ଜିକାଲ ଷ୍ଟ୍ରାଇକ୍ର ମଡେଲ ହିସାବରେ ଆମେ ବଡ଼ ବଡ଼ ପାର୍ଟିମାନଙ୍କରେ ଦେଖାଉଛୁ, ଫଟୋ ଉଠାଇବାରେ ବା ଭିଡ଼ିଓ ସୁଟିଂ କରିବାରେ ବିଭିନ୍ନ କାର୍ଯ୍ୟରେ ସେମାନେ ଲଗାନ୍ତି, ବ୍ୟବହାର କରାଯାଏ। ସେଗୁଡ଼ିକରେ ମଧ୍ୟ ଗୋଟେ ଫ୍ୟାନ୍ ଅଛି, ସେଇଟା ମଧ୍ୟ ଆମକୁ ସ୍ଥିର ରହିଲା ଭଳିଆ ଦୁଶୁଛି, ଜଣାକା ପଡ଼ୁନି ଯେ ସେଟା ବୁଲୁଛି। ତ ଠିକ୍ ସେଇଭଳି ଭାବରେ ଆମମାନଙ୍କୁ ଅତି ଦ୍ରୁତ ଚାଲିବାର ଅଛି, ଦ୍ରୁତ ଗତିରେ କରିବାର ଅଛି ସବୁ କାର୍ଯ୍ୟ, କିନ୍ତୁ ସର୍ବାଙ୍ଗ ସୁନ୍ଦର ହେଇକି। ଆଉ ଏଇଟା କେତେବେଳେ ସମ୍ଭବ? ସେତେବେଳେ ହିଁ ସମ୍ଭବ ଯେତେବେଳେ ଆମେ ସେଇ କାର୍ଯ୍ୟରେ ମନୋନିବେଶ କରିବୁ, ଅର୍ଥାତ୍ ଏକାଗ୍ରତାର ସହିତ ସ୍ଥିର ଚିତ୍ତରେ ଯେତେବେଳେ ଆମେ ମନୋନିବେଶ କରିବୁ, ସେତେବେଳେ ହିଁ ଆମର କୌଣସି କାର୍ଯ୍ୟକୁ ଦ୍ରୁତ କରିବା ସମ୍ଭବ ହେବ। ଆହୁରି କ'ଣ କହୁଛନ୍ତି ଯେ ଯେତିକି ଦ୍ରୁତ କରିବା ସମ୍ଭବ ତାଠାରୁ ଅଧିକ ଦ୍ରୁତ କରିବାକୁ ଯାଇ ଆମେ ସିଦ୍ଧିର ଅନ୍ତରାୟ ସୃଷ୍ଟି କରିଥାଉ ଏବଂ ସବୁ କାର୍ଯ୍ୟଟି ନଷ୍ଟ ହୋଇଯାଏ। ପୁଣି ଆମର এই ଆଲୋଚନା ମଧ୍ୟରେ ସ୍ନେହଲତା ମାକୁ ପଚାରିବାରୁ ସେ ବାଣୀଟି ପାଠ କରି କହିଥିଲେ ଯେ କ୍ଷିପ୍ର ହେବାର ଅର୍ଥ କୌଣସି କାର୍ଯ୍ୟକୁ ଦ୍ରୁତ ଗତିରେ ସମ୍ପନ୍ନ କରିବା, କିନ୍ତୁ ଯଦି ଅସ୍ଥିରତା ଆସିଯାଏ ତେବେ ଧୀର ସ୍ଥିର ଭାବ ନ ରହେ, ଧୀର ସ୍ଥିରତା ନ ରହେ, ଚିତ୍ତ ସ୍ଥିର ନ ରହେ, ସେତେବେଳେ ସବୁ ନଷ୍ଟ ହୋଇଯାଏ। ସେ ଏକା କଥା। ଠିକ୍ ଅଛି ତ ଅର୍ଥଟା ନିଶ୍ଚିତ ଭାବରେ କ୍ଲିୟର ହେଲା। ଏବଂ ଆଜି ଯେଉଁ ଟପିକଟା ରଖିଥିଲି ଯେ କୌଣସି କାର୍ଯ୍ୟକୁ ଦ୍ରୁତ ଗତିରେ କିପରି ଭାବରେ କରିପାରିବା, ତାହାର ଏକମାତ୍ର ଉପାୟ ଏକାଗ୍ରତା। ଏପଟ ସେପଟେ କୋଉ ଆଡ଼େ ମନ ନ ଦେଇକି ଏକ ମନ ହେଇକି ସେ କାର୍ଯ୍ୟରେ ମନୋନିବେଶ କରିବା ଏବଂ ଧ୍ୟାନ ରଖିବା, ଧ୍ୟାନଟାକୁ କେନ୍ଦ୍ରୀଭୂତ କରିବା, ଯେପରିକି ସର୍ବାଙ୍ଗ ସୁନ୍ଦର ହବ। ଠିକ୍ ଅଛି। ତେଣୁ ଆମେମାନେ ସମସ୍ତେ କ୍ଷିପ୍ର ହେବା। ଆଉ ଏହାର ମୂଳ ମନ୍ତ୍ର ହେଉଛି ନାମ, କେବଳ ନାମ 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 ନାମ। ଠାକୁର କହିଛନ୍ତି ତୀବ୍ର ବେଗରେ ନାମ କର, ତୀବ୍ର ବେଗରେ ନାମ କର, ପୂର୍ଣ୍ଣପତିରେ କହିଛନ୍ତି। ଆସନ୍ତୁ ଆମେମାନେ ଏହି କାର୍ଯ୍ୟରେ ବ୍ରତୀ ହେବା ଏବଂ ସମସ୍ତେ ଏହାର ଫାଇଦା ଉଠାଇବା। ଠିକ୍ ଅଛି। ସମସ୍ତେ ଭଲ ରହିବେ। ନେକ୍ସଟ ଭିଡ଼ିଓରେ ପୁଣି ଦେଖା ହେବ। ସେତିକି ସମୟ ପର୍ଯ୍ୟନ୍ତ ବିଦାୟ ନେଉଛି। ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମ।